ଧନୀ ଗରିବକୁ ଶୋଷଣ କରୁଛି, ସବଳ ଲୋକ ଦୁର୍ବଳ ଲୋକଙ୍କୁ ଶୋଷଣ କରୁଛନ୍ତି, ଶିକ୍ଷିତ ଲୋକ ଅଶିକ୍ଷିତ ଲୋକ ଉପରେ ଅତ୍ୟାଚାର କରୁଛନ୍ତି। 79 years এই ଯାଇଥିଲେ ସୁଦ୍ଧା ସେମାନଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱତନ୍ତ୍ରତା ମିଳିନାହିଁ। କାହିଁକି ନା ଆମେ ସମସ୍ତେ ଗୋଟେ ଗୋଟେ ଇଂରେଜ ସାଜିଛେ। ସମସ୍ତଙ୍କୁ ନମସ୍କାର। ସ୍ୱତନ୍ତ୍ରତା ଦିବସ ଅବସରରେ ଭାରତର ପ୍ରତ୍ୟେକ ନାଗରିକଙ୍କୁ ବହୁତ ସାରା ଶୁଭେଚ୍ଛା ଆଉ ଶୁଭକାମନା। ଆଜିର ଦିନରେ ଆମେ ସେଇ ଇଂରେଜମାନଙ୍କ ଠାରୁ ଆମ ଭାରତ ଦେଶକୁ ଆଜାଦ କରିଥିଲେ ଆମର ସ୍ୱତନ୍ତ୍ରତା ସେନାନୀ ମାନେ। ଇଂରେଜ ମାନେ ଆମକୁ ଅନ୍ୟାୟ ଅତ୍ୟାଚାର ଏମିତି ସୀମା ଟପି ଯାଇଥିଲେ ଯେ ସ୍ୱତନ୍ତ୍ର ସେନାନୀ ମାନେ ସେମାନଙ୍କର ଜୀବନ ତ୍ୟାଗ ଦେଇ ଆମକୁ ଏହି ସ୍ୱତନ୍ତ୍ରତା ଆଣି ଦେଇଥିଲେ। ଆମେ କେବଳ ଏହି ସ୍ୱତନ୍ତ୍ରତା ଦିବସ ସେମାନଙ୍କୁ ମନେ ପକାଇ ମିଠା ବଣ୍ଟନ କରି ବାଜା ବଜେଇ ପାଳନ କଲେ ହେବ ନାହିଁ। ପ୍ରତ୍ୟେକ ଦିନ କେବଳ ଏଇଥିପାଇଁ ମନାଯାଏ ନାହିଁ ଯେ ଆମେ ତାକୁ ଆଡ଼ମ୍ବର ସହକାରେ ବନେଇବା, ତାହା ନୁହେଁ। ତାକୁ ମନେ ପକାଇବା ପାଇଁ ଆମେ ବା ତା ଉପରେ ମନ୍ଥନ କରିବା, ତା ଉପରେ ଚିନ୍ତନ କରିବା ପାଇଁ ଏହି ଦିନ ଯାକ ପାଳନ କରାଯାଏ। ଯେକୌଣସି ଦିନ ହେଉନା କାହିଁକି ଆମେ ସେଇ ଦିନ ବିଷୟରେ ଜାଗୃତ ହେବା ପାଇଁ, ସେ ବିଷୟରେ ଆଲୋଚନା କରିବା ପାଇଁ ଆକ୍ଚୁଆଲି ସାଧାରଣତଃ ମନାଯାଏ। କିନ୍ତୁ ଆମେ ତାକୁ ଅଲଗା ଢଙ୍ଗରେ ଆମେ ବର୍ତ୍ତମାନ ପାଳନ କରୁଛେ। କେବଳ ମିଠା ବଣ୍ଟନ କରିଦେଉଛେ, ପିଲାମାନଙ୍କୁ ଚକୋଲେଟ୍ ବଣ୍ଟନ କରିଦେଉଛେ, ଆଉ ପତାକାର ଆଗରେ ଛିଡ଼ା ହେଇ ଫଟୋ କାଢ଼ି ଛାଡ଼ି ଦେଉଛେ। ୟା କେବଳ ସେଇଥିପାଇଁ ନୁହେଁ, ଆମକୁ ମନେ ପକାଇବାର ଅଛି ଯେଉଁମାନେ ସ୍ୱତନ୍ତ୍ର ସେନାନୀ, ଯେଉଁମାନେ ନିଜର ଜୀବନକୁ ବଳିଦାନ ଦେଇ ଆମକୁ ସ୍ୱତନ୍ତ୍ରତା ଦେଇଛନ୍ତି। କେବଳ ସେମାନଙ୍କୁ ମନେ ପକାଇଲେ ହେବ ନାହିଁ, ସେମାନଙ୍କ ବଳିଦାନକୁ ଆମେ ଅଙ୍ଗେ ନିଭାଇବାର ଅଛି, ନିଜ ଭିତରେ ଆଣିବାର ଅଛି। ଏବେ ମଧ୍ୟ ଅନେକ ଜାଗାରେ ସବଳ ଲୋକ ଦୁର୍ବଳ ଲୋକଙ୍କୁ ଶୋଷଣ କରୁଛନ୍ତି, ଶିକ୍ଷିତ ଲୋକ ଅଶିକ୍ଷିତ ଲୋକ ଉପରେ ଅତ୍ୟାଚାର କରୁଛନ୍ତି, ଧନୀ ଗରିବକୁ ଶୋଷଣ କରୁଛି। ଏମିତି ଅନେକ ଜାଗାରେ ଲୋକ ଶୋଷଣ ହେଉଛନ୍ତି। ସେମାନଙ୍କୁ ସ୍ୱତନ୍ତ୍ରତା ଦେବାର ଆବଶ୍ୟକତା ଅଛି। ସେମାନେ ସ୍ୱତନ୍ତ୍ରତାର 79 years এই ଯାଇଥିଲେ ସୁଦ୍ଧା ସେମାନଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱତନ୍ତ୍ରତା ମିଳିନାହିଁ। କାହିଁକି ନା ଆମେ ସମସ୍ତେ ଗୋଟେ ଗୋଟେ ଇଂରେଜ ସାଜିଛେ। ସେ ଇଂରେଜ ମାନଙ୍କୁ ଆମ ଭିତରୁ ବହିଷ୍କାର କରିବାର ଆବଶ୍ୟକତା ଅଛି, ଆଉ ଅନ୍ୟକୁ ସ୍ୱତନ୍ତ୍ରତା ଦେବାର ଆବଶ୍ୟକତା ଅଛି। ସରକାର କେବଳ ନୀତି ନିୟମ ବନେଇ ପାରନ୍ତି, ସ୍ୱତନ୍ତ୍ରତା ତ କେବଳ ଆମ ଭିତରେ ଅଛି। ଆମକୁ ଜାଗୃତ ହେବାର ଆବଶ୍ୟକତା ଅଛି। ଆମେ ଜାଗୃତ ହେଲେ ଆମ ପରିବାର ଜାଗୃତ ହେବ, ଆମ ପରିବାର ଜାଗୃତ ହେଲେ ସମାଜ ଜାଗୃତ ହେବ, ଏବଂ ସମାଜ ଜାଗୃତ ହେଲେ ଆମ ଦେଶ ଜାଗୃତ ହେବ। ତେଣୁ ମୁଁ ଭାରତର ପ୍ରତ୍ୟେକ ନାଗରିକଙ୍କୁ ମୋର ଏଇ ଅନୁରୋଧ ଯେ ନିଜକୁ ସ୍ୱତନ୍ତ୍ର କରନ୍ତୁ। ସ୍ୱତନ୍ତ୍ର ମାନେ କ'ଣ? ଆମେ ସ୍ୱତନ୍ତ୍ରତା କ'ଣ କେବଳ ଇଂରେଜମାନଙ୍କ ଠାରୁ ମୁକ୍ତି ପାଇଯିବା ତାହା କି? ସେହା ନୁହେଁ। ସେଇଟା ତ ସେଇ ସମୟର ଆବଶ୍ୟକତା ଥିଲା, କିନ୍ତୁ ବର୍ତ୍ତମାନର ସ୍ୱତନ୍ତ୍ରତା କାର୍ଡ଼ର ଆବଶ୍ୟକତା ଅଛି। ବର୍ତ୍ତମାନର ଆବଶ୍ୟକତା ନିଜକୁ এই ସୋସିଆଲ ମିଡ଼ିଆରୁ ହଉ କି ନିଜକୁ ନିଶାରୁ ହଉ କି ନିଜକୁ ଅନ୍ୟକୁ ଶୋଷଣ କରିବାର ନିଶା ହଉ, ଏଇସବୁରୁ ନିଜକୁ ମୁକ୍ତ କରିବାର ଆବଶ୍ୟକତା ଅଛି। ଯେତେବେଳେ ଆମେ ନିଜକୁ ମୁକ୍ତ କରିବା,
आम समाज मध्य मुक्त हब। समाज रे वर्तमान अपराध रो सीमा टपी जाइछि। एबे गाँ गाँ रे हत्या होछि। गाँ गाँ रे लोक झियो माने सुरक्षित नांती। एई हत्या बा एई नारी अत्याचार रु जदि मुक्त करि परिबा तेबे जे कि आम भारत स्वतंत्रता रे परिगणित हो पारिबो। स्वतंत्रता माने केवल जे से इंग्रेज मानक आम इंग्रेज मानक ठारू आम स्वतंत्र पाई गले ता नुहे। आम समाज को एक श्रृंखलित समाज गठन करिवार अछि। आम समाज को निशा रु मध्य स्वतंत्रता करिवार अछि। आम समाज को क्राइम रु जदि स्वतंत्रता करिवार अछि ताहले आम समस्ते निजको स्वतंत्रता करिवार अछि। निजको एक ठीक नागरिक बा निजको एक सुनागरिक बनैबार अछि। सो दैट आमर भारत एक स्वतंत्र भारत रे परिगणित हो पारिबो। तेणु मु आमर समस्त युव समाज को अनुरोध करुछि जे निजको एक सुनागरिक बनांतु। सो दैट आमे एक श्रृंखलित समाज बनै पारिबा, एक श्रृंखलित देश बनै पारिबा। जय हिंद, जय भारत, वंदे मातरम। नमस्कार।